ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ତରଫରୁ ବହୁତ ବଡ଼ ଗୋଟିଏ ଖୁସି ଖବର ଆସିଯାଇଛି, ଯାହାକି ଆପଣମାନଙ୍କୁ ପୁଣି ଥରେ ମିଳିପାରିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର, ଯାହାକି ଅଧିକ ଟଙ୍କାରେ ଆପଣମାନେ ଏଥର ଘର ପାଇପାରିବେ। ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବହୁତ ବଡ଼ ଗୋଟିଏ ପଦକ୍ଷେପ ନେବାକୁ ଯାଉଛନ୍ତି। ତେବେ ଏନେଇ ସରକାରଙ୍କ ତରଫରୁ କ'ଣ ଅପଡେଟ୍ ହୋଇଛି ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଡିଟେଲ୍ ଜାଣିପାରିବେ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ମୋ ଚ୍ୟାନେଲକୁ ନୂଆ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଯଦି ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଇନାହାନ୍ତି କିମ୍ବା କଚ୍ଚା ଘରେ ରହୁଛନ୍ତି, ତାହେଲେ ଆପଣମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆଉ ଗୋଟିଏ ନୂଆ ଯୋଜନା ଆରମ୍ଭ କରାଯାଇଛି, ଯେଉଁ ଯୋଜନା ମାଧ୍ୟମରେ ଆପଣମାନେ ସ୍ଥାୟୀ ଘର ପାଇପାରିବେ। ଯେଉଁ ଯୋଜନାର ନାଁ ହେଉଛି ପ୍ରଧାନମନ୍ତ୍ରୀ ଆବାସ ପ୍ଲସ୍ ଯୋଜନା। ଏହି ଯୋଜନା ମାଧ୍ୟମରେ ଆପଣମାନେ ଘର ପାଇପାରିବେ। ଏହି ପ୍ରଧାନମନ୍ତ୍ରୀ ଆବାସ ପ୍ଲସ୍ ଯୋଜନା ଅଧୀନରେ ଏହି ନୂଆ ବର୍ଷରେ ଅର୍ଥାତ୍ 2024 ବର୍ଷରେ ଯେଉଁମାନଙ୍କର ଘର ନାହିଁ ଏବଂ ଅଭାବୀ ଲୋକ ହୋଇଥିବେ, ସେହି ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ପ୍ଲସ୍ ଯୋଜନା ଅଧୀନରେ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ଅଭାବୀ ଲୋକଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଜାନୁଆରୀ 2018ରୁ ମାର୍ଚ୍ଚ 2019 ମଧ୍ୟରେ ଆବାସ ପ୍ଲସ୍ ସର୍ଭେ କରାଯାଇଥିଲା। ଏହି ଯୋଜନା ଅଧୀନରେ 2.95 କୋଟି ଲୋକ ଦାବି କରିଥିଲେ। ସେମାନେ 2011 SCC ଲିଷ୍ଟ ଅଧୀନରେ ରହିଯାଇଥିଲେ। ଏହି ଯୋଜନା ଅଧୀନରେ ଗରିବ ଲୋକମାନଙ୍କ ପାଇଁ ସରକାର ସ୍ଥାୟୀ ଘର ନିର୍ମାଣ କରୁଛନ୍ତି। ମୋଦି ସରକାରଙ୍କର ଯେଉଁ PM ଆବାସ ପ୍ଲସ୍ ଯୋଜନା ହେଉଛି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏକ ଯୋଜନା। ତା ସହିତ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ମୋଦି ସରକାର 2022 ସୁଦ୍ଧା ଦେଶର ସମସ୍ତଙ୍କୁ ପକ୍କା ଘର ଯୋଗାଇବା ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଥିଲେ। ଏହା ସତ୍ତ୍ୱେ ଇନ୍ଦିରା ଆବାସ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସତ୍ତ୍ୱେ ବହୁ ସଂଖ୍ୟକ ଲୋକଙ୍କୁ ପକ୍କା ଘର ମିଳିନାହିଁ, ଯାହାକି ସେମାନେ ବଞ୍ଚିତ ରହିଯାଇଛନ୍ତି। ତେବେ ରାଜ୍ୟ ସରକାରମାନଙ୍କର ସହଯୋଗରେ ଏହିଭଳି ଲୋକମାନଙ୍କ ପାଇଁ ଏହି ହାଉସିଂ ପ୍ଲସ୍ ଯୋଜନା ଆରମ୍ଭ କରାଯାଇଛି, ଯାହାକି ଏହି ଯୋଜନା ମାଧ୍ୟମରେ ଆପଣମାନେ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ଆବେଦନ କରିକି ନୂଆ ଘର ପାଇପାରିବେ। ତେବେ ଆପଣମାନେ ଆଉ ଗୋଟେ କଥା ଜାଣି ରଖନ୍ତୁ, ଏହି ପ୍ରଧାନମନ୍ତ୍ରୀ ଆବାସ ପ୍ଲସ୍ ଯୋଜନା ଯେବେ ବି ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ, ଆପଣ ଏହି ଚ୍ୟାନେଲ ମାଧ୍ୟମରେ ସବୁକିଛି ଜାଣିପାରିବେ। ସେଥିପାଇଁ ଏହି ଚ୍ୟାନେଲଟିକୁ ଆପଣମାନେ ରେଗୁଲାର ଦେଖୁଥାନ୍ତୁ।